ଥରେ ଗୋଟେ ଗାଁରେ ଘର ବାହାରେ ବସି ଲକ୍ଷ୍ମୀ, ରୀମା, ରୋଜି କଥାବାର୍ତ୍ତା ହେଉଥାନ୍ତି। ରୀମା ସେଠୁ ରାଗି ଯାଇ କହିଲା, ଆରେ ମୋ ଶାଶୁ ତ ମୋତେ ପୁରା ମୁଣ୍ଡ ଖରାପ କରିଦେଉଛନ୍ତି। ଏମିତି ଲାଗୁଛି କେତେବେଳେ ମୁଁ ତାଙ୍କୁ ଜୀବନରୁ ମାରିଦେବି। ଏ କଥା ଶୁଣି ରୋଜି ହସି ହସି କହିଲା, ଆରେ ଯାଇ ମାଉସୀ ପୁଣି କ'ଣ କରିଦେଲେ? ତୁ କାହିଁକି ଏତେ ରାଗୁଛୁ? ସେତେବେଳେ ସେମାନେ ଗୋଟେ ଗୁପଚୁପ୍ ବାଲିକୁ ଦେଖିଲେ। ଆଉ ରହି ନପାରି 3 ଜଣ ସେଇ ତାର ଗୁପଚୁପ୍ ଷ୍ଟଲ୍ ପାଖକୁ ଗଲେ। ରୋଜି କହିଲା, ଆରେ ତୁ ତ ଝିଅଟେ ହେଇ ଗୁପଚୁପ୍ ବିକୁଛୁ। ଏକଥା ଶୁଣି ଗୁପଚୁପ୍ ବାଲି କହିଲା, ଆରେ ତ ସେଠୁ କ'ଣ ହେଲା? ମୁଁ ତ କିଛି ଭୁଲ କାମ କରୁନି, ପରିଶ୍ରମ କରୁଛି। ଆପଣମାନେ ଖାଇବେ ଗୁପଚୁପ୍? ସେଠୁ ରୀମା ପୁଣି କହିଲା, କଥା ତ ବଢ଼ିଆ କହୁଛୁ, ଠିକ୍ ଅଛି, ଗୁପଚୁପ୍ ବି ଟେଷ୍ଟ କରିବା କେମିତି ଅଛି। ଲକ୍ଷ୍ମୀ ଓ ରୀମାର ଗୁପଚୁପ୍ ଖାଇ କହିଲେ, ଗୁପଚୁପ୍ ବଢ଼ିଆ ଅଛି। ଏମିତି ଗୁପଚୁପ୍ ତ ଆମେ ସବୁଦିନ ଖାଇପାରିବୁ। ତୁ ଗୋଟେ କାମ କର, ସବୁଦିନ ଆସେ ଏଥର। ତ ଗୁପଚୁପ୍ ବାଲି ବି କହିଲା, ହଉ ଠିକ୍ ଅଛି ମ୍ୟାଡ଼ାମ୍, ମୁଁ ସବୁବେଳେ ଆସିବି, କାରଣ ମୋର କାମ ବି ତ ଏବେ ନୂଆ ନୂଆ ଷ୍ଟାର୍ଟ ହେଇଛି। କିନ୍ତୁ ରୋଜି ଗୁପଚୁପ୍ ନ ଖାଇ ସେଠାରେ ଠିଆ ହୋଇ ସବୁ ଦେଖୁଥିଲା। ଏହା ଦେଖି ଗୁପଚୁପ୍ ବାଲି କହିଲା, ଆରେ ମ୍ୟାଡ଼ାମ୍, ଆପଣ ଖାଇବେନି କି? ନା ଆପଣ ଫିଗର ମେଣ୍ଟେନ୍ କରୁଛନ୍ତି? ରୋଜି କହିଲା, ନା ନା ସେମିତି କିଛି ନୁହଁ, କେବଳ ମୁଁ ବାହାର ଜିନିଷ ବେଶୀ ଖାଏନି। ତା ପରଦିନ ସକାଳେ ରୋଜି ପାଣି ଆଣିବା ପାଇଁ ଯିବାବେଳେ ଗାଁର 2ଟି ସ୍ତ୍ରୀ ଲୋକ ସହ କଥା ହେଉଥିଲା। ସେମାନେ ପଚାରିଲେ, ଆରେ ରୋଜି, ତୁ ଜାଣିଛୁ ଲକ୍ଷ୍ମୀ ଓ ରୀମା କୁଆଡ଼େ ଯାଇଛନ୍ତି? ରୋଜି କହିଲା, ନା ସେମାନେ ତାଙ୍କ ଘରେ ଥିବେ, କୁଆଡ଼େ ଯିବେ? ଏକଥା ଶୁଣି ସେଇ 2 ଜଣ ସ୍ତ୍ରୀ ଲୋକ କୁହନ୍ତି, ନା ଗାଁ ଲୋକେ କହୁଥିଲେ ସେମାନେ ଗାଁର ଅନ୍ୟ କେଉଁ ପୁରୁଷ ସହିତ ଚକ୍କର ଚାଲିଥିଲା, ସେମାନେ ତାଙ୍କ ସହିତ ପଳେଇ ଯାଇଛନ୍ତି। ଏହା ଶୁଣି ରୋଜି ପୁରା ରାଗିଗଲା ଏବଂ କହିଲା, ଗୋଟେ ସ୍ତ୍ରୀ ହୋଇ ଆଉ ଗୋଟେ ସ୍ତ୍ରୀ ଉପରେ ଏମିତି କଥା କହିବାକୁ ତମକୁ ଲାଜ ଲାଗୁନି? କହି ସେଠାରୁ ସେ ପଳେଇଗଲା। ତା ପରଦିନ ସନ୍ଧ୍ୟାରେ ଗୁପଚୁପ୍ ବାଲି ପୁଣି ଗୁପଚୁପ୍ ନେଇ ଆସିଲା। ଠିକ୍ ସେତିକି ବେଳେ ରିନୁ, ପିନୁ ଏସବୁ ଦେଖୁଥିଲେ। ରିନୁ କହିଲା, ଆରେ ପିନୁ, ଗୁପଚୁପ୍ ବାଲି ତ ବହୁତ ସୁନ୍ଦର ଅଛି, ଚାଲେ ଆମେ ଯିବା ଗୁପଚୁପ୍ ଖାଇବା। ଗୁପଚୁପ୍ କେମିତି ଅଛି ତାପରେ ଜଣାପଡ଼ିବ। ରିନୁ ଓ ପିନୁ 2 ଜଣ ଏତିକି କହି ଗୁପଚୁପ୍ ଖାଇବାରେ ଲାଗିଲେ। ଖାଉ ଖାଉ ଗୁପଚୁପ୍ ବାଲିର ସବୁ ଗୁପଚୁପ୍ ସେମାନେ ଖାଲି କରିଦେଲେ। ଗୁପଚୁପ୍ ବାଲି ଏହା ଦେଖି କହିଲା, ଆରେ ତମେ ତ ସବୁ ଗୁପଚୁପ୍ ଖାଇଗଲ, ତମର ପେଟ ନ ଖରାପ ହେଇଯାଏ। ଏ କଥା ଶୁଣି ରିନୁ, ପିନୁ କହିଲେ, ଆରେ ନା, ଆମକୁ କିଛି ହେବନି, ଆମର ବଡ଼ି ପୁରା ଷ୍ଟିଲ୍ ବଡ଼ି। ଏତିକି କହି ସେମାନେ ନିଜ ଘରକୁ ଚାଲିଗଲେ। କିନ୍ତୁ ରାତିରେ ସେମାନଙ୍କର ପେଟ ଖରାପ ହୋଇଗଲା ଅଧିକା ଗୁପଚୁପ୍ ଖାଇବା ଯୋଗୁଁ। ଠିକ୍ ସେତିକି ବେଳେ ସେଇ ଗୁପଚୁପ୍ ବାଲି ସେଇଠି ଆସି ପହଞ୍ଚିଲା। କହିଲା, ଆରେ ତୁମ 2 ଜଣଙ୍କର ପେଟ ଖରାପ ହେଇଗଲା ନା, ମୁଁ କହୁଥିଲି। ଠିକ୍ ସେତିକି ବେଳେ ରିନୁ କହିଲା, ତୁ କେମିତି ଜାଣିଲୁ ଏ କଥା? ତାହେଲେ ତୁ ଗୁପଚୁପ୍ରେ କିଛି ମିଶେଇଥିଲୁ। କ'ଣ ମିଶେଇଥିଲୁ କହ? ଠିକ୍ ସେତିକି ବେଳେ ଗୁପଚୁପ୍ ବାଲି ଗୋଟେ ପିଶାଚିନୀ ରୂପ ନେଲା। ତାକୁ ଦେଖି ପିନୁ କହିଲା, ଆରେ ଆମେ ତ ତୋତେ ପରି ଭାବିଥିଲୁ, କିନ୍ତୁ ତୁ ଗୋଟେ ପିଶାଚିନୀ। ଚାଲରେ ଭାଗ, ଏଠୁ ମାରିଦେବ ଆମକୁ, କହି 2 ଜଣ ଦୌଡ଼ିବାକୁ ଲାଗିଲେ। କିନ୍ତୁ ପିଶାଚିନୀ ଦୌଡ଼ି ଦୌଡ଼ି ଯାଇ ରିନୁ, ପିନୁକୁ ମାରିଦିଏ। ପୁଣି ସେଠୁ ମାରିଦେଲା ପରେ ସେଠୁ ପଳାଏ। ଏଇଟା ପିଶାଚିନୀର ସବୁଦିନିଆ କାମ ପାଲଟିଗଲା। ସବୁଦିନ ସେ ଗୁପଚୁପ୍ ଖୁଆଉଥିଲା ଏବଂ ରାତିରେ ସେଇ ଲୋକଙ୍କୁ ହିଁ ମାରି ଦେଉଥିଲା। ତ ଗାଁର ସବୁ ଲୋକେ ଏକଥା ଜାଣି ବହୁତ ଟେନସନ୍ରେ ଥିଲେ। ଗୋଟେ ଦିନ ପଞ୍ଚାୟତ ଡକାଗଲା, ସେଥିରେ ରୋଜି ବି ଥିଲା। ଗାଁର ମୁଖିଆ କହିଲେ, ଆମକୁ କିଛି ନା କିଛି କରିବାକୁ ପଡ଼ିବ, ନହେଲେ ଏମିତି ପ୍ରତ୍ୟେକ ଦିନ ଗୋଟେ ଗୋଟେ ହୋଇ ପୁରା ଗାଁ ଖାଲି ହେଇଯିବ। ଏକଥା ଶୁଣି ରୋଜିର ସ୍ୱାମୀ ରିଷି କହିଲା, ତ ଆମେ ଜାଣିବା କେମିତି ଏସବୁ କାମ କିଏ କରୁଛି? ନା ଲୋକେ ନିଜେ ନିଜେ ଗାଁ ଛାଡ଼ି ପଳାଉଛନ୍ତି। ତା ପରଦିନ ରୋଜି ଗୁପଚୁପ୍ ଖାଇବା ପାଇଁ ଗୁପଚୁପ୍ ବାଲି ପାଖକୁ ଗଲା। କହିଲା, ଆଜି ଗୋଟେ ଚଟପଟା ଗୁପଚୁପ୍ ବନେଇକି ଦେ, କାରଣ ମୋର ମୁଡ୍ ସକାଳୁ ଭଲ ନାହିଁ। ଏତିକି କହିଲା ବେଳେ ତାର ଆଖି ଗୁପଚୁପ୍ ବାଲିର ଗୋଡ଼ ଉପରେ ପଡ଼ିଲା। ତା ପାଦ ଓଲଟା ଅଛି। ତାକୁ ଦେଖି ରୋଜି ଜାଣିପାରିଲା ଯେ ଏସବୁ କାମ ଇଏ ହିଁ କରୁଛି। ଏତିକି କହି ସେ ତାର ଗୁପଚୁପ୍ ଖାଇଲା ଏବଂ ଘରକୁ ଆସିଲା। ଘରକୁ ଆସି ତା ସ୍ୱାମୀ ରିଷିକୁ ସବୁ କଥା କହିଲା। ଏହା ଶୁଣି ସେଠୁ ରିଷି ରାଗିଯାଇ କହିଲା, ଆରେ ଏସବୁ ଦେଖିବା ପରେ ବି ତୁ ତାଠୁ ଗୁପଚୁପ୍ କାହିଁକି ଖାଉଥିଲୁ?
ତ ରୋଜି ସେଇଠୁ କହିଲା, ଆରେ ଗାଁରେ ଆଜି ପର୍ଯ୍ୟନ୍ତ ଯେତେ ବି ହେଇଛି ସବୁ ପୁରୁଷ ଲୋକଙ୍କର, ସ୍ତ୍ରୀ ଲୋକଙ୍କର ନୁହଁ, ତ ସେ ସ୍ତ୍ରୀ ଲୋକଙ୍କୁ କିଛି ବି କରିବନି। ରିଷି କହିଲା, ଯଦି ରାତିରେ ସେ ପିଶାଚିନୀ ଆସେ ତ ତୁ ତାର ମୁକାବିଲା କେମିତି କରିବୁ? ଏହା ଶୁଣି ରୋଜି କହିଲା, ଆମ ସ୍ତ୍ରୀ ଲୋକଙ୍କ ପାଖରେ ବହୁତ ଶକ୍ତି ଅଛି, ତାକୁ ଆସିବାକୁ ତ ଦିଅ। ଏତିକି କହି 2 ଜଣ ଯାଇ ଶୋଇଗଲେ। ରାତିରେ ପିଶାଚିନୀ ରୋଜିର ରୁମ୍କୁ ଆସିଲା। ଦେଖିଲା, ଆରେ ଇଏ ତ ବହୁତ ଆରାମରେ ଶୋଇଛି, ୟାକୁ କିଛି ବି ଡର ନାହିଁ। ଇଏ ଡରିବ, ଏବେ ନିଶ୍ଚୟ ଡରିବ। ଏତିକି କହି ରୋଜିକୁ ତାର ନିଜ କାନ୍ଧରେ ଉଠାଇ ନେଇକି ଚାଲୁଥାଏ। ତା ପଛେ ପଛେ ରିଷି ବି ଧୀରେ ଧୀରେ ଚାଲୁଥାଏ। ତ ସେମିତି ଚାଲି ଚାଲି ପିଶାଚିନୀ ଗୋଟେ ଗୁମ୍ଫା ପାଖରେ ପହଞ୍ଚିଲା। ଆଉ ସେ ଗୁମ୍ଫାର ଡୋର୍ ବନ୍ଦ ଥିଲା। ସେ କହିଲା, ଖୁଲଯା ସିମ୍ ସିମ୍। କହିବାରୁ ଗୁମ୍ଫାର ଡୋର୍ ବି ଖୋଲିଗଲା। ସେ ଯେମିତି ଭିତରକୁ ଗଲା, ତା ପଛେ ପଛେ ରିଷି ବି ଯିବାରେ ଲାଗିଲା। ସେତେବେଳେ ଦେଖିଲା ଯେ ରୋଜି ସହ ରୀମା ଓ ଲକ୍ଷ୍ମୀ ବି ସେଇଠି ଅଛନ୍ତି। ରୋଜିର ନିଦ ଭାଙ୍ଗିଲା ଏବଂ ସେ ପଚାରିଲା, ଆରେ ପିଶାଚିନୀ, ତୁ ଆମ ସମସ୍ତଙ୍କୁ ନେଇ କାହିଁକି ଏଠି ରଖିଛୁ? ଲକ୍ଷ୍ମୀ କୁହେ, ଇଏ ଆମ ସମସ୍ତଙ୍କୁ ପୂର୍ଣ୍ଣିମା ଦିନ ବଳି ଦେବ, ସେଇଥିପାଇଁ ରଖିଛି। ଠିକ୍ ସେଇ ସମୟରେ ପିଶାଚିନୀ କହିଲା, ତମେ ମୋର କିଛି ବି କରିପାରିବନି। ରିଷି ବି ସେଠାରେ ପହଞ୍ଚିଲା ହାତରେ ମଶାଲ ନେଇ। ସେ 3 ଜଣଙ୍କୁ ବି 3ଟି ମଶାଲ ଦେଲା। ସେମାନେ ସେଠି କୁହନ୍ତି ଯେ, ଦେଖ, ତୁ ଆମର ଏବେ କିଛି ବି କରିପାରିବୁନି, ତୁ ମରିବୁ। ଏତିକି କହି ସମସ୍ତେ ପିଶାଚିନୀ ଉପରକୁ ସେଇ ମଶାଲକୁ ଫୋପାଡ଼ି ଦିଅନ୍ତି। ସେଇ ମଶାଲ ନିଆଁରେ ଜଳି ଜଳି ପିଶାଚିନୀର ମୃତ୍ୟୁ ହୋଇଯାଏ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଏହି ଷ୍ଟୋରିଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଓ ଏଇଭଳି ଆହୁରି ନୂଆ ନୂଆ ଗପ ପାଇଁ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରନ୍ତୁ।